ଲଢ଼େଇ ଏକ ଦାୟିତ୍ୱ ମୋ ପାଇଁ। କାହିଁକିନା ଲଢ଼େଇରେ ଆମେ ନୂଆ ପୁଅ ନୂଆ ଝିଅକୁ ଇଣ୍ଟ୍ରୋଡ୍ୟୁସ୍ କରିଛୁ ଏବଂ ଲଢ଼େଇ ଗୋଟେ ଏମିତିଆ ଜନର କାହାଣୀ ନେଇଛୁ ଯେଉଁଟା ନିଶ୍ଚିନ୍ତ ଭାବରେ ପ୍ରଥମ ଥର ବୋଲି କହିବି। କାହିଁକିନା ଗୋଟେ କ୍ରାଇମ୍ ୱାର୍ଲଡ ଭିତରେ ଗୋଟେ ଟିନ୍ ଏଜ୍ର ପିଲାମାନେ କେମିତି ନିଜକୁ ତା ଭିତରେ ଦେଖୁଛନ୍ତି ଏବଂ କ'ଣ ପାଇଁ କ୍ରାଇମ୍ ୱାର୍ଲଡରେ ଏଣ୍ଟ୍ରି କରୁଛନ୍ତି ଏବଂ ସେଇ କ୍ରାଇମ୍ର ବ୍ୟାକ୍ଡ୍ରପ୍ରେ କ୍ରାଇମ୍ ବ୍ୟାକ୍ଗ୍ରାଉଣ୍ଡରେ ଗୋଟେ ପୁଅ ଝିଅର ପ୍ରେମ କାହାଣୀକି ନେଇକି ଫିଲ୍ମ ହେଇଛି। ବେସିକାଲି ନିଶ୍ଚିନ୍ତ ଭାବରେ ଏଇଟା ଗୋଟେ ଲଭ୍ ଷ୍ଟୋରି ବୋଲି କହିବି। ଏବଂ ଯେତେବେଳେ ଗୋଟେ ନୂଆ ପୁଅ ନୂଆ ଝିଅର ଦାୟିତ୍ୱ ଆସିଯାଏ ତେଣୁ ତାଙ୍କୁ ଷ୍ଟାଣ୍ଡ କରାଇବା ତାଙ୍କୁ ନେଇକି କାମ କରାଇବା ଗୋଟେ ବହୁତ ବଡ଼ କଥା ଥାଏ। ଏବଂ ଲୋକମାନେ ବର୍ତ୍ତମାନ ସମୟରେ ଯେହେତୁ ବହୁତ ଦିନ ହେଇଗଲାଣି ନୂଆ ହିରୋ ନୂଆ ହିରୋଇନ୍ ଇଣ୍ଟ୍ରୋଡ୍ୟୁସ୍ ହେଇନାହାନ୍ତି, ତେଣୁ ସେଇ ଚେଷ୍ଟା ଆମେ କରିଛୁ ଯେ କେମିତି ଗୋଟେ ନୂଆ ପୁଅ ଏବଂ ନୂଆ ଝିଅ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ ଏବଂ ସେମାନେ ମଧ୍ୟ ଭବିଷ୍ୟତରେ ଇଣ୍ଡଷ୍ଟ୍ରିର ଭାରକୁ କାନ୍ଧରେ ସମ୍ଭାଳିବେ। ତ ସେଇ ଆଶା ରଖିକିରି ଆମେ ଲଢ଼େଇ ଫିଲ୍ମକୁ ଚେଷ୍ଟା କରିଛୁ କରିବା ପାଇଁ। ଯେମିତି କହିଲି କାହାଣୀ ଗୋଟେ କ୍ରାଇମ୍ ୱାର୍ଲଡ ଭିତରେ ଛୋଟ ଛୋଟ ପିଲାମାନେ ଯେଉଁ ବୟସରେ ସେମାନେ ପାଠ ପଢ଼ନ୍ତି, ଯେଉଁ ବୟସରେ ନିଜକୁ ସଜାଡ଼ିବାର ସମୟ ଥାଏ, ଯେଉଁ ସମୟରେ ନିଜକୁ ଗଢ଼ିବାର ସମୟ ଥାଏ, ସେଇ ସମୟରେ ବିଭିନ୍ନ କାରଣ ସକାଶେ ବିଭିନ୍ନ ପାରିପାର୍ଶ୍ୱିକ କାରଣ ସକାଶେ କିମ୍ବା ନିଜର କିଛି ରାଗ ଅହଙ୍କାର ଏସବୁକୁ ନେଇକିରି ଜିଦ୍ ଏସବୁକୁ ନେଇକି ମଣିଷ ବେଳେବେଳେ କ୍ରାଇମ୍ ୱାର୍ଲଡରେ ପାଦ ଥାପିଥାଏ ଏବଂ ସେଇ ଭିତରେ ପଶିଲା ପରେ କ'ଣ ପରିସ୍ଥିତି ହୁଏ, କ'ଣ ଅବସ୍ଥା ହୁଏ, ଏସବୁ ଦେଖିବାକୁ ଚେଷ୍ଟା କରୁଛୁ। ଏବଂ ତା ସହିତ ଗୋଟେ ସୁନ୍ଦର ଲଭ୍ ଷ୍ଟୋରି ଯେଉଁଥିରେ ଆପଣମାନେ ନିଶ୍ଚିତ ଭାବରେ ଦେଖିଲେ ଆଖିରୁ ଯେଉଁଥିରେ ଲୁହ ବାହାରି ପାରିବ ଏବଂ ଲୋକ ହସିବା ସହିତ କାନ୍ଦିବେ ମଧ୍ୟ, ସେଇ ପ୍ରକାର କାହାଣୀଟି ନିଆଯାଇଛି ଏବଂ ଆଶା କରୁଛୁ ନିଶ୍ଚିତ ଭାବରେ ଲୋକଙ୍କୁ ଭଲ ଲାଗିବ। ପୁରୁଣା ଆର୍ଟିଷ୍ଟମାନଙ୍କୁ ନିଆଯାଇଛି ନୂଆ ପିଲାମାନଙ୍କୁ ସପୋର୍ଟ କରିବା ପାଇଁ ଏବଂ ଯେଉଁ ଯେଉଁ ଚରିତ୍ର ଗୁଡ଼ିକ ପୁରୁଣା ଆର୍ଟିଷ୍ଟମାନଙ୍କୁ ନେଲେ ସେମାନେ ତାଙ୍କ କାନ୍ଧରେ କି ବୋହିକି ନେଇପାରିବେ, ସେମିତି ଆର୍ଟିଷ୍ଟମାନଙ୍କୁ ନିଆଯାଇଛି ସେସବୁ ଚରିତ୍ରରେ ଏବଂ ବହୁତ ମାତ୍ରାରେ ନୂଆ ଆର୍ଟିଷ୍ଟଙ୍କୁ ଚେଷ୍ଟା କରାଯାଇଛି ନେବା ପାଇଁ, ଯେଉଁମାନେ କି ଭବିଷ୍ୟତରେ ଇଣ୍ଡଷ୍ଟ୍ରି ପାଇଁ ଗୋଟେ ଗୋଟେ ଆସେଟ୍ ହେଇକି ବାହାରିବେ। ଏବଂ ତା ସହିତ ଏଇ ସିନେମାରେ ଯେହେତୁ ଏ ଫିଲ୍ମଟି ବ୍ରହ୍ମପୁରର କ୍ରାଇମ୍ ୱାର୍ଲଡ ଏବଂ ବ୍ରହ୍ମପୁରର ଲୋକାଲିଟିକି ନେଇକରି ବେଶୀ ମାତ୍ରାରେ କରାଯାଇଛି, ତେଣୁ ବ୍ରହ୍ମପୁରର ଲୋକାଲ ଆର୍ଟିଷ୍ଟ ଥିଏଟର ଆର୍ଟିଷ୍ଟ ମଧ୍ୟ ଗୁଡ଼ାଏ ଆର୍ଟିଷ୍ଟମାନଙ୍କୁ ଏଥିରେ ନିଆଯାଇଛି ଏବଂ ଯେଉଁମାନେ ମଧ୍ୟ ବହୁତ ସୁନ୍ଦର ଅଭିନୟ କରିଛନ୍ତି ଏବଂ ଯାହାଦ୍ୱାରା ଯେଉଁ ଆର୍ଟିଷ୍ଟ ମାନେ ଗୋଟେ ପ୍ରାନ୍ତରେ ରହିଯାଉଥିଲେ ଏବଂ ଓଡ଼ିଆ ସିନେମାରେ ଜାଗା ପାଉନଥିଲେ, ସ୍ଥାନ ପାଉନଥିଲେ ନିଜର କଳାକୁ ଦେଖାଇବା ପାଇଁ, ସେମାନଙ୍କୁ ମଧ୍ୟ ଗୋଟେ ସୁଯୋଗ ମିଳିଛି ଏବଂ ସେମାନେ ମଧ୍ୟ ସୁନ୍ଦର ଅଭିନୟ କରିଛନ୍ତି ଏ ଫିଲ୍ମରେ। ନିଶ୍ଚିତ ଭାବରେ ଅଛି। କେବଳ ଗଣ୍ଡଗୋଳ ପାଇଁ ଏ ଲଢ଼େଇ ଫିଲ୍ମର ନାଁ ନୁହେଁ, ଏହା ଏକ ଏମିତିଆ ଲଢ଼େଇ, ଜୀବନର ଲଢ଼େଇ। ଏଇଟା ଗୋଟେ ଭଲ ପାଇବା ଭିତରର ଲଢ଼େଇ ଭିତରେ ଅଛି। ଜୀବନରେ ମଣିଷ ତାର ଗୋଟେ ପରେ ଗୋଟେ ପାଦ ଯେତେବେଳେ ପକେଇକି ଆଗକୁ ଯାଏ, ତା ଭିତରେ କେତେ ସମସ୍ୟା ଆସେ, କ'ଣ କ'ଣ ସମାଧାନ କରିବାକୁ ପଡ଼େ, ଜୀବନରେ କେମିତି ଆଗକୁ ଯିବାକୁ ପଡ଼େ, କେଉଁଠି ବିପଦ ଆସେ ତା ଭିତରୁ କେମିତି ବାହାରିବାକୁ ପଡ଼େ, ଏ ସମସ୍ତ ଲଢ଼େଇକୁ ମୃତ୍ୟୁ ପର୍ଯ୍ୟନ୍ତ କେମିତି ଲଢ଼ିବାକୁ ପଡ଼େ ମଣିଷକୁ, ସେସବୁ ଜିନିଷ ସେ ଦେଖା ହେଇଛି। ସେଥିପାଇଁ ଫିଲ୍ମର ନାଁ ଲଢ଼େଇ ଦିଆଯାଇଛି। ସେଇଟା ଭଗବାନଙ୍କର ଆଶୀର୍ବାଦ। ନିଶ୍ଚିତ ଭାବରେ କହିବି ଯେ ଆଜି ପର୍ଯ୍ୟନ୍ତ ଯଦି କୁହାଯିବ ତାହେଲେ ଅତୀତକୁ ଯଦି ମୁଁ ମନେ ପକେଇବି, ଏମିତି ଗୋଟେ ସମୟ ଥିଲା 2010 ମସିହାରେ ଯେଉଁ ସମୟରେ ବାବୁସାନ ନୂଆ ଆସିଥିଲେ ଏବଂ ତାଙ୍କର ଦ୍ୱିତୀୟ ସିନେମା କରିବାର ସୁଯୋଗ ମୁଁ ପାଇଥିଲି, ଯେତେବେଳେ ଲୋକମାନେ ତାଙ୍କୁ ନାପସନ୍ଦ କରୁଥିଲେ ଏବଂ ସେଇ ସମୟରେ ମଧ୍ୟ ଆମେ ଅଣ୍ଟା ଭିଡ଼ିଥିଲୁ ଯେ ନାଇଁ ନୂଆ ହିରୋ ବାବୁସାନ, ତାଙ୍କୁ ନେଇକି ଫିଲ୍ମ କରିବାକୁ। ଏବଂ ଭଗବାନଙ୍କର ସେତେବେଳେ ଆଶୀର୍ବାଦ ଥିଲା, ବାବୁସାନଙ୍କର ସେମିତି ଅଭିନୟ ଥିଲା, ତାଙ୍କର ପରିଶ୍ରମ ଥିଲା ଏବଂ ତା ସହିତ ସେଇ ସମୟର ସଞ୍ଜୁ ଆଉ ସଞ୍ଜନା ସିନେମା ସୁପରହିଟ୍ ହେଇଥିଲା, ବଡ଼ ବଡ଼ ଷ୍ଟାରଙ୍କ ସିନେମା ସାମ୍ନାରେ ଲଢ଼ି ପାରିଥିଲା ଏବଂ ତାପରେ ବାବୁସାନ ସୁପରଷ୍ଟାର ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବହୁତ ଭଲ ଭଲ ସିନେମା କରିଛନ୍ତି ଏବଂ ଅତୀତରେ 5ରୁ 6 ହିରୋଇନକୁ ଇଣ୍ଟ୍ରୋଡ୍ୟୁସ୍ କରାଯାଇଛି। ସେ ଦିବ୍ୟା ହୁଅନ୍ତୁ, ସୁପ୍ରିୟା ହୁଅନ୍ତୁ, ଶିବାନୀ ହୁଅନ୍ତୁ, ଏମିତି ବହୁତ ପ୍ରିୟା ଚୌଧୁରୀ ହୁଅନ୍ତୁ, ଏମିତି ବହୁତ ହିରୋଇନକୁ ମୁଁ ଇଣ୍ଟ୍ରୋଡ୍ୟୁସ୍ କରିଛି ଏବଂ ଆଜି ସେମାନେ ଇଣ୍ଡଷ୍ଟ୍ରିରେ କେଉଁଠି ନା କେଉଁଠି ଭଲ ଜାଗାରେ ଅଛନ୍ତି ଏବଂ ଇଣ୍ଡଷ୍ଟ୍ରିକୁ ଭଲ ଫିଲ୍ମ ଦେବାରେ ସାହାଯ୍ୟ କରୁଛନ୍ତି। ତେଣୁ ଆଶା ଏଇ ଫିଲ୍ମରେ ମଧ୍ୟ ଲୋହିତାକ୍ଷ ଯିଏ ଜଣେ ନୂଆ ହିରୋ ଏବଂ ଅଭିଲିପ୍ସା ନୂଆ ହିରୋଇନ, ତା ସହିତ ଆହୁରି ବହୁତ ନୂଆ କଳାକାରମାନେ ଅଛନ୍ତି, ସେମାନେ ମଧ୍ୟ ଭବିଷ୍ୟତରେ ଇଣ୍ଡଷ୍ଟ୍ରିକୁ ଆଗେଇ ନେବାରେ ତାଙ୍କର ଅବଦାନ ଦେବେ ଏବଂ ସେମାନଙ୍କୁ ମଧ୍ୟ ଲୋକମାନେ ତାଙ୍କର ଭଲ ପାଇବା ଆଶୀର୍ବାଦ ଦେବେ ଏବଂ ସେମାନେ ଇଣ୍ଡଷ୍ଟ୍ରିରେ ନିଜର ନାଁ କରିପାରିବେ।